ରାମ ଓ ଶ୍ୟାମ ଦୁଇ ଜଣ ସାଙ୍ଗ ଥିଲେ। ଥରେ ସେମାନେ ସହରକୁ ଯାଉଥିଲେ। ବାଟରେ ଗୋଟିଏ ବଡ଼ ଜଙ୍ଗଲ ପଡ଼ିଲା। ସେମାନେ କଥାବାର୍ତ୍ତା ହୋଇ ଯାଉ ଯାଉ ବାଟରେ ଗୋଟିଏ ବଡ଼ ଭାଲୁକୁ ଦେଖିଲେ। ଯଦି ଭାଲୁ ସେମାନଙ୍କୁ ଆକ୍ରମଣ କରେ ତେବେ ସେମାନେ କ'ଣ କରିବେ, ନିଜର ପ୍ରାଣକୁ କିଭଳି ରକ୍ଷା କରିବେ ସେ କଥା କଥାବାର୍ତ୍ତା ହେଉଥିଲେ। ହଠାତ୍ ଦେଖିଲେ ଯେ ସେମାନଙ୍କ ଆଗକୁ ଭାଲୁଟି ମାଡ଼ି ଆସୁଛି। ରାମ ବହୁତ ବୁଦ୍ଧିମାନ ଥିଲା, ତେଣୁ ସେ ଖୁବ୍ ଦୌଡ଼ି ପାରୁଥିଲା ମଧ୍ୟ। ତେଣୁ ସେ ଗୋଟିଏ ଗଛରେ ଯାଇ ଚଢ଼ିଗଲା। ହେଲେ କିନ୍ତୁ ସେ ଶ୍ୟାମ କଥା ଟିକେ ବି ଚିନ୍ତା କଲାନି। ଶ୍ୟାମ କିପରି ଏକୁଟିଆ ସେ ଭାଲୁର ସମ୍ମୁଖୀନ ହେବ। ଶ୍ୟାମ ବହୁତ ସାଧାସିଧା ପିଲାଟିଏ ଥିଲା। ନା ସେ ଜୋରରେ ଦୌଡ଼ି ପାରୁଥିଲା, ନା ଗଛରେ ଚଢ଼ି ପାରୁଥିଲା। ସେ ଥରେ ଶୁଣିଥିଲା ଯେ ଭାଲୁ କେବେ ମଲା ଜୀବଜନ୍ତୁକୁ ଖାଏ ନାହିଁ। ସେ ଆସି ମଲା ଜୀବଜନ୍ତୁକୁ ଟିକେ ଶୁଙ୍ଘି ଦେଇ ପଳାଇଯାଏ। ଏତିକିରେ ଭାଲୁ ଆସିବା ଆଗରୁ ସେ ନିଶ୍ୱାସ ବନ୍ଦ କରି ମାଟିରେ ଶୋଇପଡ଼ିଲା। ଏମିତି ଅଭିନୟ କଲା ଯେ ଯେମିତି ଶ୍ୟାମ ସତରେ ମରିଯାଇଛି। ଏହି ସମୟରେ ଭାଲୁ ଆସି ଶ୍ୟାମ ପାଖରେ ପହଞ୍ଚିଲା ଏବଂ ଶ୍ୟାମକୁ ବହୁତ ସମୟ ଯାଏଁ ତା'ର ମୁହଁ, ନାକ ଇତ୍ୟାଦିକୁ ଶୁଙ୍ଘି ଜାଣିପାରିଲା ଯେ ଶ୍ୟାମ ସତରେ ମରିଯାଇଛି। ତେଣୁ ଭାଲୁ ଶ୍ୟାମକୁ ଛାଡ଼ି ଚାଲିଗଲା। ଭାଲୁ ଚାଲିଯିବା ପରେ ରାମ ଆସି ସେଠାରେ ପହଞ୍ଚିଲା। ଆଉ ହସି ହସି ଶ୍ୟାମକୁ କହିଲା ଯେ ତୁମେ ତ ଭାଲୁ ସହ ବନ୍ଧୁତା କରି ପକାଇଲ। ରାମ କହିଲା, ଆଚ୍ଛା ଶ୍ୟାମ, ଭାଲୁ ତୁମ କାନରେ କ'ଣ ସବୁ କହୁଥିଲା? ଶ୍ୟାମ କହିଲା, ସେ କଥା ମୋତେ ପଚାରନି। ଭାଲୁ ମୋ କାନରେ କ'ଣ ସବୁ କହିଗଲା। ସେ ଯାହା କହିଲା ବହୁତ କାମର କଥା। ପୁଣି ରାମ କହିଲା, ମୁଁ ତୁମର ପରମ ବନ୍ଧୁ, ମୋତେ ସେ କଥା ତୁମେ କହିବନି? ମୋ ପାଖରେ ମଧ୍ୟ ଅଛପା ରଖିବ? ଶ୍ୟାମ ଉତ୍ତର ଦେଲା ଯେ ଆଚ୍ଛା ତାହେଲେ ଶୁଣ। ଭାଲୁ ମୋ କାନରେ ଏହି କଥା କହିଲା ଯେ ଯେଉଁ ବନ୍ଧୁ ବିପଦ ସମୟରେ ଉପସ୍ଥିତ ନ ରୁହେ, ବିପଦରେ ଛାଡ଼ି ଚାଲିଯାଏ, ସେ ବନ୍ଧୁ ପ୍ରକୃତ ବନ୍ଧୁ ନୁହେଁ। ତା ଉପରେ ଭରସା କରିବା ଉଚିତ ନୁହେଁ। ବନ୍ଧୁ ଯିଏ ସେ ବିପଦରେ ସାହାଯ୍ୟ କରିବ ଏବଂ ବନ୍ଧୁକୁ କେବେ ହେଲେ ମଧ୍ୟ ବିପଦରେ ଛାଡ଼ି ଯିବ ନାହିଁ। ତେଣୁ କୁହାଯାଇଛି ବିପଦରେ ସାହାଯ୍ୟ କରିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ।